ଝାରସୁଗୁଡ଼ା ସହର ବିଟିଏମ୍ ସ୍ଥିତ ଭାଜପା କାର୍ଯ୍ୟାଳୟଠାରେ ସୋମବାର ଏକ ଭବ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଲଇକେରା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ନିକ୍ତିମାଲ କୁଲେମୁରା ସାରଙ୍ଗଲୋଇ ଏବଂ ତିଲେଇମାଲ ପରି ବିଭିନ୍ନ ଗ୍ରାମରେ ପ୍ରମୁଖ ବ୍ୟକ୍ତିବିଶେଷ ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ବିଧାୟକ ତ୍ରିପାଠୀଙ୍କ ଜନହିତକର କାର୍ଯ୍ୟ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଭାଜପାରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି। ଏହି ମିଶ୍ରଣ ପର୍ବରେ ନିକ୍ତିମାଲ ଗ୍ରାମରେ ପୁରଜିତ ବାବୁ, ସୁରେଶ ଖେଚେଡ଼ି, ସୁଶାନ୍ତ ପ୍ରଧାନ, ଗଙ୍ଗାଧର ନାୟକ, ମୁକ୍ତେଶ୍ୱର ରାଉତ, ସୁଙ୍କୁ ରଇଦାସ ଓ ବୈକୁଣ୍ଠ ଡିଲା, ଠାକୁରପଡ଼ା ଗ୍ରାମର ବୁଧଦେବ ବାବୁ, ନରେନ୍ଦ୍ର ନାୟକ, ଟଙ୍କଧର ବାବୁ, ଲିଙ୍ଗରାଜ ବାବୁ, କୁଞ୍ଜବନ ବାବୁ, ଲଳିତ ବାବୁ, ଦୁବରାଜ ବାବୁ, ଜୟଦେବ ବାବୁ, ବୈକୁଣ୍ଠ ବାବୁ, ଜୟନାରାୟଣ ବାବୁ, ଶଶି ରାଉତ, ପଦ୍ମଲୋଚନ ବାବୁ, ଆଇତାପାଲି ଓ ସାରଙ୍ଗଲୋଇ ଗ୍ରାମର ଅଶ୍ୱିନୀ ଠାକୁର, ଭୂପେନ୍ଦ୍ର ସିଂ ଠାକୁର ଓ ଭୂପେନ୍ଦ୍ର ଠାକୁର, କୁଲେମୁରା ଗ୍ରାମର ସୁଶୀଳ ପଟେଲ, ବିକ୍ରମ ପଟେଲ ଓ ତିଲେଇମାଲ ଗ୍ରାମର ଦୁର୍ଗା କିଷାନ ପ୍ରମୁଖ ଭାଜପାରେ ଯୋଗଦାନ କରିଥିଲେ। ଏହି ମିଶ୍ରଣ ପର୍ବ ସମୟରେ ବିଧାୟକ ତ୍ରିପାଠୀଙ୍କ ସହିତ ଲଇକେରା ମଣ୍ଡଳ ସଭାପତି ଦ୍ୱିତୀୟ ଓରାମ, ପଙ୍କଜ ବେହେରା, ନିଶିକାନ୍ତ ପଟେଲ, ରୋହିତ କିଷାନ, ରାମରଞ୍ଜନ ମିଶ୍ର, ନେପାଳ ନାୟକ, ମଧୁ ରଣା, ଲଙ୍କେଶ୍ୱରୀ ଭୀମ, ସୁଶାନ୍ତ ସାହୁ, ସୁଶାନ୍ତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ନୂତନ କର୍ମୀଙ୍କ ଯୋଗଦାନ ଫଳରେ ଲଇକେରା ଅଞ୍ଚଳରେ ଭାଜପା ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ବିଧାୟକ ଟଙ୍କଧର ତ୍ରିପାଠୀ ଆଶା ପ୍ରକଟ କରିଛନ୍ତି। ଏହି ମିଶ୍ରଣ ପର୍ବ ଆଗାମୀ ଦିନରେ ସ୍ଥାନୀୟ ରାଜନୀତି ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଚର୍ଚ୍ଚା ହେଉଛି।